ଚୋବେଇଛି ସେମିତି କାପି। ହାଇ ଫ୍ରେଣ୍ଡସ୍, ଆଜି ହେଉଛି କମ୍ପିଟିସନ୍ ଚାଲିବ। ଆଉ ମୋ ଝିଅ କହିଲା କମ୍ପିଟିସନ୍ କରିବା ପାଇଁ ଚିକେନ୍ ସହିତ ଭାତ ଆଉ ଆମ୍ବ ଚଟଣି ଏତିକି ଆମର ଆଇଟମ୍ ଅଛି। ଆଉ ତାର ଲଙ୍କା ଅଛି, ଲଙ୍କା ମୁଁ ଖାଇବି। ଏଇଟା ତାର ହେଉଛି ଭାତ ଆଉ ଚିକେନ୍। ତାର ସେତିକି ଭାତ ଚିକେନ୍ ସେ ଖାଇବ, ତାର ଏତିକି ଭାତ ଆଉ ମୋର ଏତିକି ଭାତ ସହିତ ଆଉ ଚିକେନ୍ ଆଳୁ ଝୋଳ ଆଉ ଆମ୍ବ ଚଟଣି। ଏତିକି ଆମର କମ୍ପିଟିସନ୍ ହବ। ଯିଏ ଜିତିବ ସିଏ ନା, ଯିଏ ଜିତିବନି, ଯିଏ ହାରିବ ସେ କଣ କରିବ? ସେ ଏଇ ଲଙ୍କା ଖୁଆଇছে, ସେ ଲଙ୍କା ଖାଇବ ହେଲା। ଯିଏ ଜିତିଲା ସେ ଚକୋଲେଟ୍ ଖାଇବ ନା କଣ? ଚାଲନ୍ତୁ ଏବେ ଟିକେ ଆମ୍ବ ଖାଇବ। ହଉ, ସେ ଜିତିଲେ ସେ ପାଚିଲା ଆମ୍ବ ଖାଇବ। ହଉ ଠିକ୍ ଅଛି। ଦେଖନ୍ତୁ ଏବେ ଝୋଳ ପକେଇଦବା। ଝୋଳ ବନା ହେଇଗଲା। 1 2 3 ରେଡି ଷ୍ଟାର୍ଟ। ଓକେ, ବହୁତ ଖଟା, ସେଥିପାଇଁ ବେଶୀ ଖଟା ଲାଗୁଛି। ଚିନି ପକେଇ ଖଟା ଲାଗୁଛି। চিকেন আইটেমটা বড়িয়া আছে। রান্দি চিকেন যেତେବେଳେ ମୋ ମାମା ପେଟ କାଟୁଛି ସେତେବେଳେ ପୁରା ଟେଷ୍ଟି ଲେମ୍ବୁ ପାଣି ବନେଇକି ଆଣୁଛି। ଯେତେବେଳେ ମୋ ପେଟ ବି କାଟୁଛି ମାମା ସେଇଭଳିଆ ବନଉଛି। ଝିଅଟା ବୋଲି ମୋର କେତେ କାମ କରିଦଉଛି। ମୋ ଦେହ ଖରାପ ହେଲେ ସେଟାର ଏତେ ଛୋଟ ଛୋଟ କାଟି ମାରିଦେବ, ତାପରେ ଲେମ୍ବୁ ପାଣି କରିକି ଆଣିଦେବ। ଆଉ ପରଫେକ୍ଟ ହେଇଯିବ, ଲୁଣ ଲେମ୍ବୁ ପୁରା ପରଫେକ୍ଟ। ଆବେ ଧୀରେ ଧୀରେ ରୋଷେଇ କରିବେ। ଧୀରେ ଧୀରେ ରୋଷେଇ ବି ଶିଖିଗଲା। ଆଚ୍ଛା, ମୁଁ ଏବେ ଯୋଉ ଆମ ଥରେ ମୋର ଅପରେସନ୍ ହବ, ତମେ ନିଜେ ରୋଷେଇ କରି ଖାଇପାରିବ? ଦିଦି ତମର 2 ଜଣ କର ମ୍ୟାଗି ନାଇଁ? ମ୍ୟାଗିଟା ଦିଦି ମୋର ସବୁ ଯାକ ପାଟି ପଡି ଖାଇଛୁ। ଖାଇବନି ଆଉ? ହାରିଲା ରେ, ହାରିଲା ରେ, ହାରିଲା। ଲଙ୍କା ଖାଇବୁ? ସେ ଆଉ ଖାଇବନି କହିଲା, ତାର ପନିଶମେଣ୍ଟ ହେଉଛି ଲଙ୍କା। ଏଇ କଞ୍ଚା ଲଙ୍କାଟା ଆପଣ ମାନେ ଦେଖିଥିଲେ ମୁଁ ଉପରୁ ତୋଳିକି ଆଣିଥିଲି। ଚୋବେଇଛି ସେମିତି କାପି ଖାଇଛି। ଲଙ୍କାଟା ଚୋବେଇଛି, ରାଗ ହେଇନି। ଆଉ ଟିକେ ଭଲ ଯିବୁ ନା, ଆଉ ଟିକେ ଭଲ କି କେତେ ଚାଖେ ରାଗ ଅଛି। ଛୋଟ ଛୁଆଟା ନା, ଟିକେ ବିକଳ ଲାଗୁଛି। ସେତିକି